ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ପଞ୍ଚମ ଅଧ୍ୟାୟ ଆମ ଦେଶ ଓ ଆମ ରାଜ୍ୟ ପାଠଟିକୁ ଆମେ ଆଲୋଚନା କରିବା। ତେଣୁ ଧ୍ୟାନ ସହକାରେ ଏହି ପାଠଟିକୁ ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ଏହି ପାଠଟି ଆଲୋଚନା କରିବା। ଆମ ଦେଶ ଓ ଆମ ରାଜ୍ୟ। ଆମ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଷୟରେ ଆମେ ଜାଣିବା। ମାନଚିତ୍ରରେ ଆମ ଦେଶ ଓ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦର୍ଶାଯାଇଛି। ସେଗୁଡ଼ିକ ହେଲା 29ଟା ରାଜ୍ୟ ଅଛି। ତେଣୁ ସେ 29ଟା ରାଜ୍ୟ ଆଉ 7ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ। ତେଣୁ ଆମ ଦେଶର 29 ରାଜ୍ୟ ବିଷୟରେ ଆମେ କିଛି ଶିଖିବା। 1 ଓଡ଼ିଶା, 2 ବିହାର, 3 ପଶ୍ଚିମବଙ୍ଗ, 4 ଝାଡ଼ଖଣ୍ଡ, 5 ଆସାମ, 6 ସିକିମ, 7 ଅରୁଣାଚଳ ପ୍ରଦେଶ, 8 ସୀମାଦ୍ରି, 9 କେରଳ, 10 ତାମିଲନାଡ଼ୁ, 11 କର୍ଣ୍ଣାଟକ, 12 ମହାରାଷ୍ଟ୍ର, 13 ଗୋଆ, 14 ମଧ୍ୟପ୍ରଦେଶ, 15 ଛତିଶଗଡ଼, 16 ମିଜୋରାମ, 17 ମଣିପୁର, 18 ନାଗାଲାଣ୍ଡ, 19 ମେଘାଳୟ, 20 ତ୍ରିପୁରା, 21 ଜାମ୍ମୁ ଓ କାଶ୍ମୀର, 22 ହିମାଚଳ ପ୍ରଦେଶ, 23 ପଞ୍ଜାବ, 24 ହରିୟାଣା, 25 ଉତ୍ତରପ୍ରଦେଶ, 26 ଉତ୍ତରାଞ୍ଚଳ, 27 ରାଜସ୍ଥାନ, 28 ଗୁଜରାଟ, 29 ତେଲେଙ୍ଗାନା। ଏହିଭଳି 29ଟା ରାଜ୍ୟ ଆମ ଦେଶ ଭାରତରେ ଅବସ୍ଥିତ। ବର୍ତ୍ତମାନ ଆମେ 7ଟି କେନ୍ଦ୍ରଶାସିତ ଅଞ୍ଚଳ ବିଷୟରେ ଆଲୋଚନା କରିବା। 1 ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, 2 ଦାଦ୍ରା ଓ ନଗର ହାବେଳି, 3 ପୁଦୁଚେରୀ, 4 ଡାମନ ଓ ଡିଉ, 5 ଲାକ୍ଷାଦ୍ୱୀପ, 6 ଚଣ୍ଡିଗଡ଼, 7 ଦିଲ୍ଲୀ। ଏହିଭଳି 7ଟି କେନ୍ଦ୍ରଶାସିତ ଅଞ୍ଚଳ ଆମ ଦେଶ ଭାରତରେ ଅବସ୍ଥିତ। ଏଠି ଆମେ ଦେଖୁଛନ୍ତି ଭାରତର ରାଜନୈତିକ ମାନଚିତ୍ର। ରାଜନୈତିକ ମାନଚିତ୍ରରେ ଅବସ୍ଥିତି ଆମେ ଜାଣିବା, ଦେଖିବା। ମାନଚିତ୍ରକୁ ଭଲ ଭାବରେ ଦେଖିବ ଏବଂ ଆମର ଭାରତର ମାନଚିତ୍ର, ରାଜନୈତିକ ମାନଚିତ୍ର ଏବଂ ଆମ ରାଜ୍ୟ ଓଡ଼ିଶାର ଅବସ୍ଥିତି ଏଠି ଆମେ ଲକ୍ଷ୍ୟ କରିବା। ଓଡ଼ିଶାର ଅବସ୍ଥିତି ହେଉଛି ଆମର ଓଡ଼ିଶାର ଅବସ୍ଥିତି। ଆଉ ଆମ ଓଡ଼ିଶାର ଚତୁର୍ଦିଗରେ ବା ପଡ଼ୋଶୀ ରାଜ୍ୟ କ'ଣ ସେ ବିଷୟରେ ଆମେ ଅଧିକ କିଛି ଜାଣିବା। ଆଉ 28ଟି ରାଜ୍ୟ ଏଥିରେ ବର୍ଣ୍ଣିତ ଅଛି। ସେସବୁକୁ ଆମେ ଲକ୍ଷ୍ୟ କରିବା ଏବଂ ବୁଝିବା। ଗୁରୁଜନଙ୍କୁ ପଚାରି ଆମେ ବୁଝିବା। ମାନଚିତ୍ରଟିକୁ ଦେଖି ଆମେ ସବୁ ଜାଣିବା। ମାନଚିତ୍ର ଦେଖି ଲେଖ ଏବଂ ଏଠି ଯାହା ଲେଖା ହେଇଛି ଆମେ ମାନଚିତ୍ରକୁ ଦେଖିବା। ଦେଖିକି ଆମେ ଉତ୍ତର କିଛି ଯାହା ପ୍ରଶ୍ନ ପଚରାଯାଇଛି ତାକୁ ଆମେ ଏଠାରେ ଲେଖିବା। ମାନଚିତ୍ର ଦେଖି ଲେଖିବା, ନଚେତ ଆମେ ଭୁଲ ହୋଇଯିବ। ଏଠି ଲେଖାଯାଇଛି ଆମ ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ଗୁଡ଼ିକ କ'ଣ ବା ରାଜ୍ୟ ଗୁଡ଼ିକ ହେଉଛି କ'ଣ। ଆମ ମାନଚିତ୍ରକୁ ଦେଖିବା, ପୂର୍ବ ଭାଗରେ କେଉଁ ରାଜ୍ୟ ଅଛି ତାକୁ ଆମେ ଏଠି ଲେଖିବା। ଏଠି ଆମେ ଲେଖିବା ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ। ଏଠି ଆମେ ଲେଖିବା। ତାପରେ ଆମ ଦେଶର ଦକ୍ଷିଣ ଭାଗରେ ଥିବା ରାଜ୍ୟ ଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ। ଏଠି ଆମେ ଲେଖିବା। ତାପରେ ଆମ ଦେଶର ଉତ୍ତର ଭାଗରେ ଥିବା ରାଜ୍ୟ ଗୁଡ଼ିକ ଲେଖିବା ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ଉତ୍ତରପ୍ରଦେଶ।
ତାପରେ ଆମେ ଲେଖିବା ଆମ ଦେଶର ପଶ୍ଚିମ ଭାଗରେ ଥିବା ରାଜ୍ୟ ଗୁଡ଼ିକ ହେଉଛି, ଲେଖିବା ପଶ୍ଚିମ ଭାଗରେ ଥିବା ରାଜ୍ୟ ଗୁଡ଼ିକ ଗୁଜୁରାଟ, ମହାରାଷ୍ଟ୍ର, ଗୋଆ। ଚଣ୍ଡିଗଡ଼ ଚାରିପଟେ କେଉଁ ରାଜ୍ୟ ରହିଛି? ଚଣ୍ଡିଗଡ଼ ଚାରିପଟେ ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ ଅବସ୍ଥିତ। ପୁଦୁଚେରୀ ଲାଗି କେଉଁ ରାଜ୍ୟ ଅଛି? ଉତ୍ତର ଲେଖିବା ତାମିଲନାଡୁ। ଭାରତର ଦକ୍ଷିଣରେ କେଉଁ ମହାସାଗର ଅଛି? ଦକ୍ଷିଣରେ ଭାରତ ମହାସାଗର ଅଛି। ଆମେ ମାନଚିତ୍ର ଦେଖିଲେ ଏସବୁ ଜାଣିପାରିବା। ଭାରତର ଦକ୍ଷିଣରେ କେଉଁ ମହାସାଗର ଅଛି? ଭାରତ ମହାସାଗର। ଡାମନ ଡିଉ କେଉଁ ରାଜ୍ୟକୁ ଲାଗି ରହିଛି? ଏହାର ଉତ୍ତର ଆମେ ଲେଖିପାରିବା ବର୍ତ୍ତମାନ ଆମେ ଆମ ରାଜ୍ୟର ଅବସ୍ଥିତି ବିଷୟରେ ଆମେ ସଂକ୍ଷେପରେ କିଛି ଜାଣିବା। ଆମ ରାଜ୍ୟର ଅବସ୍ଥିତି। ଆମ ରାଜ୍ୟର ନାମ ଓଡ଼ିଶା। ଏହା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହି ରାଜ୍ୟ 30ଟି ଜିଲ୍ଲାକୁ ନେଇ ଗଠିତ। ଆମ ରାଜ୍ୟ ଓଡ଼ିଶା। ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହି ରାଜ୍ୟ 30ଟି ଜିଲ୍ଲାକୁ ନେଇ ଗଠିତ। ଆମ ରାଜ୍ୟ ଓଡ଼ିଶା। 30ଟି ଜିଲ୍ଲାର ନାମ ଏଠି ଲେଖାଯାଇଛି। ତେଣୁ ଆମେ ଏହି ଆମ ରାଜ୍ୟର ଜିଲ୍ଲା ଗୁଡ଼ିକ ବିଷୟରେ କିଛି ଜାଣିବା। 30ଟି ଜିଲ୍ଲା ସମ୍ବନ୍ଧରେ ସେଗୁଡ଼ିକ ଧ୍ୟାନ ସହକାରେ ବୁଝିବା ପାଇଁ ଚେଷ୍ଟା କର। 1 ଅନୁଗୁଳ, 2 ବାଲେଶ୍ୱର, 3 ବରଗଡ଼, 4 ଭଦ୍ରକ, 5 ବଲାଙ୍ଗୀର, 6 ବୌଦ୍ଧ, 7 କଟକ, 8 ଦେଓଗଡ଼, 9 ଢେଙ୍କାନାଳ, 10 ଗଜପତି, 11 ଗଞ୍ଜାମ, 12 ଜଗତସିଂହପୁର, 13 ଯାଜପୁର, 14 ଝାରସୁଗୁଡ଼ା, 15 କଳାହାଣ୍ଡି, 16 କନ୍ଧମାଳ, 17 କେନ୍ଦ୍ରାପଡ଼ା, 18 କେଉଁଝର, 19 ଖୋର୍ଦ୍ଧା, 20 କୋରାପୁଟ, 21 ମାଲକାନଗିରି, 22 ମୟୂରଭଞ୍ଜ, 23 ନବରଙ୍ଗପୁର, 24 ନୟାଗଡ଼, 25 ନୂଆପଡ଼ା, 26 ପୁରୀ, 27 ରାୟଗଡ଼ା, 28 ସମ୍ବଲପୁର, 29 ସୁବର୍ଣ୍ଣପୁର, 30 ସୁନ୍ଦରଗଡ଼। ଏହିସବୁ 30ଟି ଜିଲ୍ଲାକୁ ଆମେ ଭଲ ଭାବରେ ମୁଖସ୍ଥ କରିବା ଏବଂ ମୁଖସ୍ଥ କରି ଆମେ ମନେ ରଖିବା ପାଇଁ ଚେଷ୍ଟା କରିବା। ବର୍ତ୍ତମାନ ଆମେ ପ୍ରାକୃତିକ ଗଠନ ଓ ଜଳବାୟୁ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟ ଓଡ଼ିଶାରେ ଭୂମିରୂପ ବିଭିନ୍ନ ପ୍ରକାର। ଏହି ଭୂମିରୂପ ଅନୁଯାୟୀ ଆମ ରାଜ୍ୟକୁ 3ଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି। ଭୂମିରୂପ ଭିନ୍ନ ପ୍ରକାର, ତେଣୁ 3ଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପାର୍ବତ୍ୟ ଅଞ୍ଚଳ, ମାଳ ଅଞ୍ଚଳ ଆଉ ସମତଳ ଅଞ୍ଚଳ। ବର୍ତ୍ତମାନ ଆମେ ଏଇ ଯେଉଁ ଭୂମିରୂପ ବିଷୟରେ, ପାର୍ବତ୍ୟ ଅଞ୍ଚଳ ବିଷୟରେ କିଛି ସଂକ୍ଷେପରେ ଆଲୋଚନା କରିବା। ପାର୍ବତ୍ୟ ଅଞ୍ଚଳ ମୟୂରଭଞ୍ଜ ଓ କୋରାପୁଟ ରାଜ୍ୟର ମଧ୍ୟଭାଗରେ ଥିବା କେତେକ ଜିଲ୍ଲାର ପାହାଡ଼ିଆ ଭୂମି ପର୍ବତକୁ ନେଇ ପାର୍ବତ୍ୟ ଅଞ୍ଚଳ ଗଠିତ। ମୟୂରଭଞ୍ଜ ଓ କୋରାପୁଟ ରାଜ୍ୟର ମଧ୍ୟଭାଗରେ ଥିବା କେତେକ ଜିଲ୍ଲାର ପାହାଡ଼ିଆ ଭୂମି ଓ ପର୍ବତକୁ ନେଇ ପାର୍ବତ୍ୟ ଅଞ୍ଚଳ ଗଠିତ। ପର୍ବତମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ଦେଓମାଳି ଓଡ଼ିଶାର ଉଚ୍ଚତମ ପର୍ବତ। ତେଣୁ ଏଇଟା ପ୍ରଶ୍ନ ଆସିବ ଯେ ଦେଓମାଳି କାହିଁକି ପ୍ରସିଦ୍ଧ? ନା ପର୍ବତମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ଦେଓମାଳି ଓଡ଼ିଶାର ଉଚ୍ଚତମ ପର୍ବତ। ଓଡ଼ିଶାର ଉଚ୍ଚତମ ପର୍ବତର ନାମ କ'ଣ? ଦେଓମାଳି। ତାପରେ ପଢ଼ିବା ମାଳ ଅଞ୍ଚଳ। ମାଳ ଅଞ୍ଚଳ ଓଡ଼ିଶାର ପଶ୍ଚିମ ଭାଗରେ ଥିବା ଉଚ୍ଚଭୂମିକୁ ନେଇ ମାଳ ଅଞ୍ଚଳ ଗଠିତ ହୋଇଛି। ଏହି ଅଞ୍ଚଳ ଉତ୍ତର ପୂର୍ବରୁ ଦକ୍ଷିଣ ପଶ୍ଚିମ ଆଡ଼କୁ ଗଡ଼ାଣିଆ। ଏହି ଅଞ୍ଚଳର ସ୍ଥାନେ ସ୍ଥାନେ ଉଚ୍ଚ ପାହାଡ଼ ମଧ୍ୟ ରହିଛି। ସମତଳ ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ
ସମତଳ ଅଞ୍ଚଳ ଦେଖାଯାଏ। ଏହି ଅଞ୍ଚଳର ମାଟି ଅଧିକ ଉର୍ବର ହେତୁ ଏଠାରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ। ଜଳବାୟୁ, ଆମ ରାଜ୍ୟର ଜଳବାୟୁ ବିଷୟରେ ଆମେ କିଛି ଆଲୋଚନା କରିବା। ଆମ ରାଜ୍ୟର ସମୁଦ୍ରକୂଳିଆ ଅଞ୍ଚଳର ଜଳବାୟୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ନୁହେଁ, କାରଣ ସମୁଦ୍ରର ପ୍ରଭାବ ଏହି ଅଞ୍ଚଳରେ ପଡ଼ିଥାଏ। କିନ୍ତୁ ଏଠାରେ ଜଳବାୟୁର ଆର୍ଦ୍ରତା ବେଶୀ। ମାଳ ଅଞ୍ଚଳରେ ଖରାଦିନେ ଅଧିକ ଗରମ, ଶୀତଦିନେ ଅଧିକ ଥଣ୍ଡା ହୁଏ। ପାର୍ବତ୍ୟ ଅଞ୍ଚଳରେ ଖରାଦିନେ କମ୍ ଗରମ, ଶୀତଦିନେ ଅଧିକ ଥଣ୍ଡା ଲାଗେ। ପାର୍ବତ୍ୟ ଅଞ୍ଚଳ ଓ ମାଳ ଅଞ୍ଚଳର ଜଳବାୟୁ ସାଧାରଣତଃ ଶୁଷ୍କ। ପାର୍ବତ୍ୟ ଅଞ୍ଚଳ ଓ ମାଳ ଅଞ୍ଚଳର ଜଳବାୟୁ ସାଧାରଣତଃ ଶୁଷ୍କ। ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥାଏ। ସବୁ ଅଞ୍ଚଳରେ ବର୍ଷା ସମାନ ହୁଏ ନାହିଁ। ସାଧାରଣତଃ କମ୍ ବର୍ଷା ହେଉଥିବା ଅଞ୍ଚଳରେ ମରୁଡ଼ି ହୋଇଥାଏ। ଯେଉଁଠି କମ୍ ବର୍ଷା ହୁଏ ସେହି ସ୍ଥାନରେ ମରୁଡ଼ି ଦେଖାଯାଏ। ତୁମ ଅଞ୍ଚଳ ଜଳବାୟୁ କିପରି ତଳ କୋଠରୀ ପୂରଣ କର। ଆବଶ୍ୟକ ହେଲେ ଗୁରୁଜନ ପିତାମାତାଙ୍କ ସାହାଯ୍ୟ ନେଇ ପଚାରି ବୁଝିବା। ଏଠି ଆମେ ତୁମ ଜିଲ୍ଲାର ନାମ ଲେଖା ହେଇଛି। ଜଳବାୟୁ, ତୁମ ଅଞ୍ଚଳ ଜଳବାୟୁ କିପରି ତଳ କୋଠରୀରେ ଆମେ ପୂରଣ କରିବା, ସ୍ଥିର କର। ଆବଶ୍ୟକ ହେଲେ ପିତାମାତାଙ୍କ ସହିତ ପଚାରି ବୁଝ। ଏଠି ଲେଖା ହେଇଛି ବର୍ଷା। ବର୍ଷା ବେଶୀ ହୁଏ, କମ୍ ହୁଏ, ଆଦୌ ହୁଏ ନାହିଁ। ଏଠି ଆମେ ଲେଖିବା ବର୍ଷା ବେଶୀ ହୁଏ, ତେଣୁ ଆମେ ଠିକ୍ ଦେବା ବେଶୀ ହୁଏ। ତାପରେ ଗରମ ବେଶୀ ହୁଏ, କମ୍ ହୁଏ, ଆଦୌ ହୁଏ ନାହିଁ, ତେଣୁ ଆମେ ଏଠି ଲେଖିବା କମ୍ ହୁଏ। ଶୀତ, ଶୀତ ବେଶୀ ହୁଏ, କମ୍ ହୁଏ, ଆଦୌ ହୁଏ ନାହିଁ, କମ୍ ହୁଏ। ଶୀତ କମ୍ ହୁଏ, ଏଠି ଆମେ ଲେଖିବା। ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। 1 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ, ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ଆମ ଦେଶରେ ଡେଷ୍ଟି ରାଜ୍ୟ ଅଛି। ଏଠି ଆମେ ଲେଖିବା ଆମ ଦେଶରେ 29ଟି ରାଜ୍ୟ ଅଛି। ଆମ ଦେଶରେ ଡେଷ୍ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି। ଆମ ଦେଶରେ 7ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି। ଆମ ଦେଶରେ 7ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି। 2 ନମ୍ବର, କୋଠରୀ ମଧ୍ୟରୁ କେବଳ କେନ୍ଦ୍ରଶାସିତ ଅଞ୍ଚଳର ନାମ ବାଛି ପାଖ କୋଠରୀରେ ଲେଖିବା। ଏହି ଭିତରୁ କେଉଁଟି କେନ୍ଦ୍ରଶାସିତ ଅଞ୍ଚଳ, ତାକୁ ଆମେ ଏହି କୋଠରୀରେ ଲେଖିବା। ଗୋଟେ ହେଲା ଦିଲ୍ଲୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତାପରେ ଆସିବ ଡାମନ ଓ ଡିଉ, ଦାଦ୍ରା ନଗର ହାବେଳି, ଚଣ୍ଡିଗଡ଼, ପୁଦୁଚେରୀ। ଏତିକି ଆମର କେନ୍ଦ୍ରଶାସିତ ଅଞ୍ଚଳ। 7ଟି କେନ୍ଦ୍ରଶାସିତ ଅଞ୍ଚଳ, ଏସବୁ ଆମେ ଏଠି ଲେଖିବା। 3 ନମ୍ବର ପ୍ରଶ୍ନ, ଉତ୍ତର ଲେଖ। ଆମ ରାଜ୍ୟ ଭାରତର କେଉଁ ଭାଗରେ ଅବସ୍ଥିତ? ଏହାର ଉତ୍ତର ହେବ ଆମ ରାଜ୍ୟ ଭାରତର ପୂର୍ବ ଭାଗରେ ଅବସ୍ଥିତ। ଖ ନମ୍ବର ପ୍ରଶ୍ନ, ଆମ ରାଜ୍ୟକୁ ଲାଗି କେଉଁ କେଉଁ ରାଜ୍ୟ ଅଛି? ଏହାର ଉତ୍ତର ହେବ ଆମ ରାଜ୍ୟକୁ ଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମ ରାଜ୍ୟଗୁଡ଼ିକ ଅବସ୍ଥିତ। ଗ, ଓଡ଼ିଶାର କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି? ସେଗୁଡ଼ିକ କ'ଣ କ'ଣ? ଓଡ଼ିଶାକୁ 3ଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପାର୍ବତ୍ୟ ଅଞ୍ଚଳ, ମାଳ ଅଞ୍ଚଳ ଓ ସମତଳ ଅଞ୍ଚଳ। ବର୍ତ୍ତମାନ ଆମେ 4 ନମ୍ବର ପ୍ରଶ୍ନ ଆଲୋଚନା କରିବା। ତଳେ ଦିଆଯାଇଥିବା ବା ଲେଖାଯାଇଥିବା ଉକ୍ତିଗୁଡ଼ିକୁ ଉପଯୁକ୍ତ ଘରେ ଲେଖ। ଏଠି ଲେଖାଯାଇଛି ଅତ୍ୟଧିକ ଥଣ୍ଡା ଗରମ ହୁଏ,
ବହୁତ ଗରମ ହୁଏ। ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ। ଭୂମି ଟାଙ୍ଗରା, ଉଚ୍ଚ ପାହାଡ଼ ଦେଖାଯାଏ। ଭୂମି ସମତଳ। ଏଠି ଆମେ ଲେଖିବା ଉତ୍ତର ପାର୍ବତ୍ୟ ଅଞ୍ଚଳ। ପାର୍ବତ୍ୟ ଅଞ୍ଚଳ ସବୁବେଳେ ଭୂମି ଟାଙ୍ଗରା ଦେଖାଯାଏ। ତେଣୁ ଆମେ ଲେଖିବା ପାର୍ବତ୍ୟ ଅଞ୍ଚଳ ଭୂମି ଟାଙ୍ଗରା ଦେଖାଯାଏ। ଏଠି ଆମେ ଲେଖିବା ଭୂମି ଟାଙ୍ଗରା ଦେଖାଯାଏ। ଏଠି ଆମେ ଲେଖିବା। ତାପରେ ମାଳ ଅଞ୍ଚଳ। ମାଳ ଅଞ୍ଚଳରେ ବହୁତ ଗରମ ହୁଏ। ଉଚ୍ଚ ପାହାଡ଼ ଦେଖାଯାଏ। ମାଳ ଅଞ୍ଚଳରେ ବହୁତ ଗରମ ହୁଏ। ବହୁତ ଗରମ ହୁଏ। ଲେଖିବା ମାଳ ଅଞ୍ଚଳ। ମାଳ ଅଞ୍ଚଳରେ ବହୁତ ଗରମ ହୁଏ ଲେଖିବା। ତାପରେ ବହୁତ ଗରମ ହୁଏ ମାଳ ଅଞ୍ଚଳରେ। ଆଉ କ'ଣ ହୁଏ? ଉଚ୍ଚ ପାହାଡ଼ ଦେଖାଯାଏ। ଉଚ୍ଚ ପାହାଡ଼ ଦେଖାଯାଏ ମାଳ ଅଞ୍ଚଳରେ। ଆମେ ଯୋଡ଼ିବା। ତାପରେ ଆମେ ଆଲୋଚନା କରିବା ସମତଳ ଅଞ୍ଚଳ। ସମତଳ ଅଞ୍ଚଳରେ ଆମେ ଲେଖିପାରିବା ଅତ୍ୟଧିକ ଥଣ୍ଡା ଗରମ ହୁଏ ନାହିଁ। ସମତଳ ଅଞ୍ଚଳ ଅତ୍ୟଧିକ ଥଣ୍ଡା ଗରମ ହୁଏ ନାହିଁ। ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ। ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ। କୃଷି କାର୍ଯ୍ୟ ଭଲ ହୁଏ। କୃଷି କାର୍ଯ୍ୟ ଭଲ ହୁଏ। ଏଠି ଆମେ ଲେଖିପାରିବା ଭୂମି ସମତଳ। ସମତଳ ଅଞ୍ଚଳ ସମତଳ। ତେଣୁ ଏଠି ଆମେ ଏ ଚାରୋଟିକୁ ଆମେ ସମତଳ ଅଞ୍ଚଳ ଲେଖିପାରିବା। ବର୍ତ୍ତମାନ ଆମେ 5 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ତଳେ ଓଡ଼ିଶାର ମାନଚିତ୍ର ସୀମାରେଖା ଦିଆଯାଇଛି। ଏଥିରେ ପ୍ରାକୃତିକ ଅଞ୍ଚଳଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗ ଦେଇ ଚିହ୍ନାଇବ। ପାର୍ବତ୍ୟ ଅଞ୍ଚଳ କେଉଁଟା? ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର, ରାୟଗଡ଼ା, ବୌଦ୍ଧ, ନୟାଗଡ଼। ମାଳ ଅଞ୍ଚଳ ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି। ସମତଳ ଅଞ୍ଚଳରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଏସବୁ ସମତଳ ଅଞ୍ଚଳ ଗୁଡ଼ିକ ଅଟେ। ବର୍ତ୍ତମାନ 5 ନମ୍ବର ପ୍ରଶ୍ନ ଆଲୋଚନା ସରିଛି। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ କରିଦେବେ।